ମାହାଙ୍ଗାରେ ରେକର୍ଡ ପରିମାଣର ଧାନ ଏଥରିକ ଖଟି ହେଇଛି ଏବଂ ପ୍ରାୟ ସମସ୍ତ କୃଷକ ଧାନ ତାଙ୍କର ବିକିଛନ୍ତି। ସେ କାରଣରୁ କୃଷକମାନଙ୍କର ନିମନ୍ତ୍ରଣ ଥିଲା ଯେ ଆପଣ ମାହାଙ୍ଗା ଆସନ୍ତୁ, ଆମେ ଆପଣଙ୍କୁ ସ୍ୱାଗତ କରିବୁ। ମୁଁ ତାଙ୍କୁ କୃଷକ ଭାଇମାନଙ୍କୁ ଭଉଣୀମାନଙ୍କୁ ମୋ ଅନ୍ତରରୁ ଧନ୍ୟବାଦ ଜଣାଉଛି ଯେ ସେ ପ୍ରକୃତରେ ଆଜି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଆମକୁ ଜଣାଇଛନ୍ତି। ଆମକୁ ଖୁସି ଯେ ମାହାଙ୍ଗା ଚାଷୀମାନଙ୍କୁ ଅତୀତରେ ମାତ୍ର 50 କୋଟି ଟଙ୍କା ଆସୁଥିବା ବଦଳରେ ଏବେ 150 କୋଟି ଟଙ୍କା ଏ ବର୍ଷ ଆସିଛି ଏବଂ 7,000 ଜମା କୃଷକ ଧାନ ବିକୁଥିଲେ ଏ ବର୍ଷ 15,000 କୃଷକ ଧାନ ବିକିଛନ୍ତି। ତେଣୁ ଗୋଟେ ରେକର୍ଡ ସୃଷ୍ଟି ହେଇଛି। ମାନେ ମାହାଙ୍ଗାର ସମସ୍ତ ଚାଷୀ ଅନ୍ନଦାତା ମାନଙ୍କୁ ମୁଁ ଅନ୍ତର ଧନ୍ୟବାଦ ଜଣାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଲଞ୍ଚିଂ କରିବେ, ସେ ଲଞ୍ଚିଂ କାର୍ଯ୍ୟକ୍ରମ ଆଗକୁ ଅଛି, সেটা বাবদরে বিচার চালিছি। রাজ্যর যেকୌଣସି জায়গায় গোটে লঞ্চিং হব, কিন্তু চাউল পৌঁছি গলানি সবু জেলার। এককালীন 3 মাস মুন্ড পিছা 5 কেজি নাখে দিয়াযিব, মানে যেটা আগে দিয়া যাচ্ছে ফ্রি চাউল প্রধানমন্ত্রীଙ୍କର ଆଉ ଇଏ 5 କେଜି ନାଖେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍କିମ୍ ଯୋଉଟା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସେ ନାଁରେ ବି 5 କେଜି ଆସିବ। ଅର୍ଥାତ୍ ମାସକୁ ଗୋଟିଏ ଲୋକ ପିଛା 10 କେଜି ଲାଖେ ଚାଉଳ ମିଳିବ। ସବୁଥିରେ ଏନ୍ଏଫ୍ଏସ୍ଏ ଏସ୍ଏଫ୍ଏସ୍ଏ ସବୁ ବ୍ୟକ୍ତି ମାନଙ୍କୁ ମିଳିବ। ପ୍ରାୟ 3.5 କୋଟି ଲୋକ ଇଏ ରାଜ୍ୟର ସମସ୍ତେ ୟାକୁ ପ୍ରାପ୍ତ କରିବେ। ଗ୍ୟାସ୍ ଦେଖନ୍ତୁ, ଇଏ କନଜ୍ୟୁମର ମାନେ ଯେଉଁମାନେ ଘରୋଇ ଲୋକ ଗ୍ୟାସ୍ ରେଟ୍ ବଢ଼ି ନାହିଁ, କେବଳ ବ୍ୟବସାୟିକ କ୍ଷେତ୍ରରେ ଏଟା ବଢ଼ିଛି। ଆଉ ଏଟା ତ ନାହିଁ, ଏଇ ଯେଉଁ ଗ୍ୟାସ୍ ବଢ଼ିବାଟା ଏଟା ହେଉଛି ଅଲ୍ ୱାର୍ଲଡର ଫେନୋମେନା। ସବୁଠି ବଢ଼ିଲା, ଆମର ବି ବଢ଼ିଛି। ତେଣୁ ଆଗକୁ ସେଟା ନିଶ୍ଚିତ ଭାବରେ କଣ୍ଟ୍ରୋଲକୁ ଆସିବ। କଳା ବଜାରୀକୁ ଆମେ ପୁରା କଣ୍ଟ୍ରୋଲକୁ ଆଣିଛୁ, ଛାପାମାରି କରିଛୁ। लगभग 7,000 कला जो माने ये सिलिंडर ब्लैक सिलिंडर आम सिल कर धान विषय कहले आलोचना कले पानी जो आम नाल फाल सब खोलाखोली भल रकम कर उषार कर रास्ता कर सब कर नाल कम चली पूरा खुशी सुविधा धान भल रकम पाई डबल पाई धान पाई मंत्री बाबू भल कथा कहले कौन चाउल कले डबल 5 किलो 10 किलो चाउल देवे जनक पिछा 10 किलो लेखा 5 किलो पाऊले पूरा लोक तो दादा के रही कम कहीं करेंगे ये चाष करेंगे खाई हाँ गैस टा टे बर्तमान कौन रेट अधिका गैस टा आसने आसीगला लोक पाइबे खुशी लोक पूरा खुशी असुविधा।